ଭଗବାନ କହିଛନ୍ତି, ମୋ ପାଖରେ ଅପରାଧ କରିବ ମୁଁ ତୁମକୁ କ୍ଷମା ଦେଇଦେବି, କିନ୍ତୁ ଯଦି ମୋ ଭକ୍ତଙ୍କ ପାଖରେ ଅପରାଧ କରିବ ତାହେଲେ ମୁଁ ତୁମକୁ କ୍ଷମା ଦେବିନି। ସାଧୁଙ୍କୁ ଯେ ଦିଏ କୋଷଣ ତାରେ ସଂଘାରେ ନାରାୟଣ। ଯେଉଁମାନେ ସାଧୁ ବୈଷ୍ଣବମାନଙ୍କର ନିନ୍ଦା କରୁଛନ୍ତି, ସେମାନଙ୍କର ମୁଖ ଦର୍ଶନ କଲେ ସାଙ୍ଗେ ସାଙ୍ଗେ ଗଙ୍ଗା ସ୍ନାନ କରିବାକୁ ହୁଏ। କାହିଁକି ନା ଯଦି ଗଙ୍ଗା ସ୍ନାନ ନ କରିବେ ତାହେଲେ ନର୍କ ଯନ୍ତ୍ରଣା ଭୋଗ କରିବାକୁ ହୁଏ। ଯିଏ ସାଧୁ ବୈଷ୍ଣବଙ୍କର ନିନ୍ଦା କରୁଛନ୍ତି ସେମାନେ ତ ନର୍କକୁ ଯିବେ। ଯେଉଁମାନେ ସେମାନଙ୍କର ନିନ୍ଦାକୁ ଶୁଣନ୍ତି ସେମାନଙ୍କୁ ମଧ୍ୟ ନର୍କକୁ ଯିବାକୁ ପଡ଼ିବ। ଯେତେବେଳେ ବୈଷ୍ଣବ ଶିରୋମଣି ଶିବଙ୍କର ନିନ୍ଦା ସତୀଙ୍କର ବାପା ଶିବଙ୍କୁ ନିନ୍ଦା କଲେ, ସେତେବେଳେ ସତୀ ମାତା ସତୀ ସେ ସ୍ଥାନ ପରିତ୍ୟାଗ କରି ଯାଇପାରିଲେନି, ଶୁଣିଦେଲେ। ଦ୍ୱିତୀୟରେ ତାଙ୍କ ବାପାଙ୍କର ଜିଭ ଉପାଡ଼ି ପାରିଲେନି। ଶେଷରେ କହିଲେ ମୁଁ ଦୁଇଟା କାମ ତ କରିପାରିଲି। ତୃତୀୟରେ ସେ କ'ଣ କଲେ ନା ମୁଁ ସାଧୁ ନିନ୍ଦା ଶୁଣିଲି, ତାକୁ କିଛି ମୁଁ ଦଣ୍ଡ ଦେଇପାରିଲିନି। ଶେଷରେ ସେ ଆତ୍ମହତ୍ୟା କରି ଶିଖାଇ ଦେଲେ ଯେ ଯଦି କୌଣସି ଲୋକ ସାଧୁ ବୈଷ୍ଣବଙ୍କର ନିନ୍ଦା ଶୁଣିଲା ତାହେଲେ ଏ ତିନିଟା ଉପାୟ ସେ ଯଦି କରେ, ତିନିଟା ଉପାୟରୁ ଯଦି ଗୋଟେ କରେ ତାହେଲେ ସେ ନର୍କରୁ ଉଦ୍ଧାର ପାଇବ, ମୁକ୍ତି ପାଇବ, ନହେଲେ ଅନ୍ୟ ରାସ୍ତା କିଛି ନାହିଁ।